ଶ୍ରୀମନ୍ଦିର ଆଜ୍ଞା ପଶ୍ଚିମ ଦ୍ୱାର ଏ ପଶ୍ଚିମ ଦ୍ୱାରର ମହିମା ଆପଣ ମାନେ ଶୁଣିଲେ ମୋ ମା ମାନେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ପୁଅ ଝିଅ ବାହା ହେଇ ପାରୁନାହାନ୍ତି, ବନ୍ଧୁ ପ୍ରସ୍ତାବ ଠିକ ହେଇ ପାରୁନି, ବାପା ମାଙ୍କର ଚିନ୍ତା ଆଜ୍ଞା ବଢିଗଲାଣି। ଲେଖିକି ରଖନ୍ତୁ, ଏ ଦ୍ୱାରର ନାଁ ହଉଛି ଆଜ୍ଞା କାମନା ଦ୍ୱାର। ସମସ୍ତଙ୍କ କାମନା ଜଗନ୍ନାଥ ମହାପ୍ରଭୁ ଏଇ ଦ୍ୱାରରେ ଆଜ୍ଞା ପୂରଣ କରନ୍ତି। ଯାହା ଆପଣଙ୍କ ମନରେ ମନସ୍କାମନା ଅଛି, ଯାହା କାମନା କରିଛନ୍ତି ଆପଣ ମାନେ ଯିବେ। ଯାହାର ବାହାଘର ହେଇପାରୁନି, ଯୋଉ ପୁଅ ଝିଅ ମାନଙ୍କର ବୟସ ଅତ୍ୟଧିକ ହେଇଗଲାଣି, ଏ ପଶ୍ଚିମ ଦ୍ୱାରର ଠିକ ତୃତୀୟ ପାହାଚରେ, ଏଇ ତୃତୀୟ ପାହାଚରେ ବସିକିରି ନୀଳଚକ୍ର ପତିତ ପାବନ ବାନାଙ୍କୁ ଅନେଇକିରି ଜଗନ୍ନାଥଙ୍କ ପାଖରେ ମାନସିକ କରିବେ, ମହାପ୍ରଭୁ ମୋ ବାହାଘର କରିଦିଅ, ମୋ ବାହାଘର ଠିକ କରିଦିଅ, କି ମୋ ପୁଅର ବାହାଘର ହେଇପାରୁନି, ମୋ ଝିଅର ବାହାଘର ହେଇପାରୁନି, ପ୍ରଭୁ ମୋ ମନସ୍କାମନା ପୂର୍ଣ୍ଣ କରନ୍ତୁ। ଦେଖିବେ ଆଜ୍ଞା କୋଟି କୈବଲ୍ୟ ନାଥ ଜଗନ୍ନାଥ ମହାପ୍ରଭୁ ଏମିତି ଆଜ୍ଞା ଦୟା କରିବେ, ଏମିତି କୃପା କରିବେ, ଅବିବାହିତ ପୁଅ ଝିଅ ମାନଙ୍କର ବିବାହର ହେଇଯିବ। ଜଗନ୍ନାଥଙ୍କର ଏଇ ପଶ୍ଚିମ ଦ୍ୱାରର ତୃତୀୟ ପାହାଚରେ ରହି ନୀଳଚକ୍ର ପତିତ ପାବନଙ୍କୁ ଅନେଇ ମାନସିକ କଲେ। ଆପଣ ମାନେ ପରୀକ୍ଷା କରନ୍ତୁ, ଗୋଟିଏ ଝିଅ ଆଜ୍ଞା ପ୍ରତିଦିନ କାନ୍ଦି କାନ୍ଦି ମନ୍ଦିରକୁ ଯାଏ, ଏଇ ତୃତୀୟ ପାହାଚରେ ମାନସିକ କରି ବିବାହ କରି ସେ ଏବେ ପ୍ରତ୍ୟେକ ଦିନ ଜଗନ୍ନାଥଙ୍କ ମନ୍ଦିରକୁ ଆସୁଛି ଦର୍ଶନ କରିବା ପାଇଁ। ମୋର ପରୀକ୍ଷା କରିବେ ମୋର ମା ମାନେ, ପଶ୍ଚିମ ଦ୍ୱାରରେ ତୃତୀୟ ପାହାଚ ନୀଳଚକ୍ରଙ୍କୁ ଯାହା ମାନସିକ କରିବେ